ଦାନବୀର ହରିଶ୍ଚନ୍ଦ୍ର। ଥରେ ସ୍ୱର୍ଗଲୋକରେ ସବୁ ଦେବତାମାନେ ଚର୍ଚ୍ଚା କରୁଥିଲେ କି ଆଜିକା ଯୁଗରେ ସବୁଠୁ ବଡ଼ ତ୍ୟାଗୀ, ଦାନୀ ଓ ସତ୍ୟବାଦୀ କିଏ। ଏହାପରେ ରାଜା ହରିଶ୍ଚନ୍ଦ୍ରଙ୍କ କଥା ପଡ଼ିଲା। ତାଙ୍କର ଦାନର ପରୀକ୍ଷା ନେବା ପାଇଁ ବିଶ୍ୱାମିତ୍ର ଋଷିଙ୍କୁ ପଠାଗଲା। ରାଜା ହରିଶ୍ଚନ୍ଦ୍ର ଥିଲେ ମହାଦାନୀ। ସେ ସୂର୍ଯ୍ୟବଂଶର ନରପତି ଥିଲେ। ସେ ଦାନବୀର ହରିଶ୍ଚନ୍ଦ୍ର ନାମରେ ସମଗ୍ର ଜଗତରେ ବିଖ୍ୟାତ ଥିଲେ। ତାଙ୍କ ପାଖରୁ କେହି ଖାଲି ହାତରେ ଫେରୁନଥିଲେ। ତାଙ୍କ ରାଜ୍ୟରେ କେହି ଦରିଦ୍ର ନଥିଲେ। ରାଜାଙ୍କର ରାଣୀ ଥିଲେ ଶୈବା ମା ତାରାମତୀ ଓ ତାଙ୍କ ପୁତ୍ରର ନାମ ଥିଲା ରୋହିତ। ଏହାପରେ ମହର୍ଷି ବିଶ୍ୱାମିତ୍ର ରାଜା ହରିଶ୍ଚନ୍ଦ୍ର ରାଜାଙ୍କ ଦରବାରକୁ ଗଲେ। ରାଜା ବିଶ୍ୱାମିତ୍ରଙ୍କ ପାଦ ପୂଜା କଲେ ଓ ଆଦର ସତ୍କାର କଲେ ଓ କହିଲେ, ହେ ମୁନିବର, ଆପଣ ଆସିବାର କାରଣ କୁହନ୍ତୁ ଓ ଯାହା ମାଗିବେ ମୁଁ ଦାନ କରିବି। ଏହାପରେ ବିଶ୍ୱାମିତ୍ର କହିଲେ, ତୁମେ ସତ୍ୟ କର, ଯାହା ମାଗିବେ ଦେବ। ରାଜା ମଧ୍ୟ ତ୍ରିବାର ଶପଥ କରି କହିଲେ, ହେ ମୁନିବର, ଆପଣ ଯାହା ମାଗିବେ ମୁଁ ଦାନ ଦେବା ପାଇଁ ପ୍ରସ୍ତୁତ। ଏହାପରେ ବିଶ୍ୱାମିତ୍ର କହିଲେ, ମୋତେ ଦାନରେ ତୁମର ସିଂହାସନ, ରାଜ୍ୟ ଓ ଧନରତ୍ନ ସମସ୍ତ ସମ୍ପତ୍ତି ଦରକାର। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ରାଜା ନିଜର ସତ୍ୟରକ୍ଷା ନିମନ୍ତେ ସମସ୍ତ ପରିତ୍ୟାଗ କଲେ ଓ ନିଜ ସ୍ତ୍ରୀ ଓ ପୁତ୍ରର ସମସ୍ତ ଅଳଙ୍କାର ଦାନ କଲେ। ବିଶ୍ୱାମିତ୍ର ଏସବୁ ଦେଖି ଚକିତ ହୋଇଗଲେ ଓ ପରୀକ୍ଷା ନେବା ପାଇଁ ପୁଣି କହିଲେ, ମୁଁ କାହାଠାରୁ ବିନା ଦକ୍ଷିଣାରେ ଦାନ ନିଏ ନାହିଁ। ମୋତେ 1,00,000 ସ୍ୱର୍ଣ୍ଣ ମୁଦ୍ରା ଦାନ କରନ୍ତୁ। ରାଜା ନିଜ ସୈନିକକୁ ଖଜଣାରୁ ସ୍ୱର୍ଣ୍ଣ ମୁଦ୍ରା ଆଣିବା ପାଇଁ କହିଲେ। ଏହାପରେ ବିଶ୍ୱାମିତ୍ର କହିଲେ, ତୁମର ସର୍ବସ୍ୱ ତୁମେ ମୋତେ ଦାନ କରିଛ। ଏହାପରେ ରାଜା ମୋତେ କିଛି ସମୟ ଦିଅନ୍ତୁ, ମୁଁ ନିଶ୍ଚୟ ଦକ୍ଷିଣା ପ୍ରଦାନ କରିବି ବୋଲି କହିଲେ। ଏହାପରେ ରାଜା ନିଜର ରାଜ୍ୟ ତ୍ୟାଗ କରି ନିଜର ସ୍ତ୍ରୀ ଓ ପୁତ୍ରକୁ ଧରି କାଶୀ ଯାତ୍ରା କଲେ। ସେ କିପରି ଏହାର ସମାଧାନ କରିବେ ଚିନ୍ତା କରୁଥାନ୍ତି। ଏହାପରେ ରାଜା ନିଜକୁ ବିକ୍ରି କରିବା କଥା ସ୍ଥିର କଲେ। ଏହାପରେ ଜଣେ ବ୍ରାହ୍ମଣ ଆସି କହିଲା, ମୋର ଗୋଟିଏ ଦାସ ଦରକାର, ଏହା ବଦଳରେ ମୁଁ ସ୍ୱର୍ଣ୍ଣ ମୁଦ୍ରା ଦେବି। ଏହାପରେ ରାଜା ନିଜ ସ୍ତ୍ରୀ ଓ ପୁତ୍ରକୁ ବ୍ରାହ୍ମଣ ପାଖରେ ବିକିଦେଲେ ଓ ବ୍ରାହ୍ମଣ ତାଙ୍କୁ ସ୍ୱର୍ଣ୍ଣ ମୁଦ୍ରା ଦେଲେ। ବ୍ରାହ୍ମଣ ମା ପୁଅକୁ ନେଇ ଘରକୁ ଗଲେ। ବ୍ରାହ୍ମଣୀ ବହୁତ ନିଷ୍ଠୁର ଥିଲା। ସେ ମା ପୁଅଙ୍କୁ ଭଲ କରି ଖାଇବାକୁ ଦେଲାନି। ରୋହିତ ଘର ପାଇଁ ଫୁଲ ତୋଳି ଦିଏ ଓ ଶୈବା ଘର ସଫା, ବାସନ মাজା ଆଦି କାମ କରେ। ଦିନେ ଯେ ମହାରାଣୀ ଥିଲା, ଆଜି ସେ କିପରି ଦୁର୍ଦ୍ଦଶା ଭୋଗୁଛି। ଏହାପରେ ଜଣେ ଶ୍ମଶାନରେ ଥିବା ଚଣ୍ଡାଳ ରାଜାଙ୍କୁ କିଣିନେଲା ଓ ପରିବର୍ତ୍ତେ ସ୍ୱର୍ଣ୍ଣ ମୁଦ୍ରା ଦେଲା। ଏହାପରେ ରାଜା ସମସ୍ତ ସ୍ୱର୍ଣ୍ଣ ମୁଦ୍ରା ଏକାଠି କରି ନେଇ ବିଶ୍ୱାମିତ୍ରଙ୍କୁ ଦକ୍ଷିଣା ଦେଲେ। ରାଜା ଏବେ ଚାଣ୍ଡାଳ ହୋଇ ଶବଦାହ କଲେ। ଦିନକର କଥା, ରୋହିତ ଫୁଲ ତୋଳିଥିବା ସମୟରେ ଏକ ସର୍ପ ଦଂଶନରେ ତାର ମୃତ୍ୟୁ ହେଲା ଓ ଶୈବା ମୁଣ୍ଡ ପିଟି କାନ୍ଦିଲେ। ବ୍ରାହ୍ମଣୀ ତାଙ୍କୁ ଘରୁ ବାହାର କରିଦେଲା। ଶୈବା ମଲାପିଳକୁ କୋଳରେ ଧରି କାନ୍ଦି କାନ୍ଦି ଶ୍ମଶାନକୁ ଗଲା। ଏହାପରେ ରାଜା ତାକୁ ଚିହ୍ନି ନ ପାରି କହିଲେ, ଶବଦାହ କରିବାକୁ ହେଲେ କଉଡ଼ି ଦେବାକୁ ପଡ଼ିବ। ମୋର ମାଲିକ ମୋତେ ଏହା ନିର୍ଦ୍ଦେଶ ଦେଇଛନ୍ତି, କାହାଠାରୁ କଉଡ଼ି ନ ନେବା ଯାଏଁ ଶବଦାହ କରିବୁନୁ। ଏହାପରେ ରାଣୀ କାନ୍ଦିବାକୁ ଲାଗିଲେ ଓ କହିଲେ, ମୋ ପାଖରେ କିଛି ନାହିଁ, ଇଏ ମୋର ପୁତ୍ର ରୋହିତ ସର୍ପ ଦଂଶନରେ ପ୍ରାଣତ୍ୟାଗ କଲା। ମୋ ପାଖରେ ମୋ ସ୍ୱାମୀ ହରିଶ୍ଚନ୍ଦ୍ର ମଧ୍ୟ ନାହାନ୍ତି। ଏହା ଶୁଣି ସ୍ତବ୍ଧ ହୋଇଗଲେ ହରିଶ୍ଚନ୍ଦ୍ର। ସେ ନିଜ ପୁତ୍ର ଓ ସ୍ତ୍ରୀକୁ ଚିହ୍ନି ପାରିଲେ ଓ ରାଣୀ ମଧ୍ୟ ନିଜ ସ୍ୱାମୀଙ୍କୁ ଚିହ୍ନି ପାରିଲେ। ଚାଣ୍ଡାଳ ରୂପୀ ହରିଶ୍ଚନ୍ଦ୍ର କାନ୍ଦି ପକାଇଲେ। ରାଣୀ କହିଲେ, ସ୍ୱାମୀ, ପୁଅ ପାଇଁ ଶବଦାହର ବ୍ୟବସ୍ଥା କର। ରାଜା କହିଲେ, ମୁଁ ଜୁଇ ପ୍ରସ୍ତୁତ କରୁଛି। ସେଥିରେ ପୁଅକୁ ପୋଡ଼ିବା ସହିତ ଆମେ ଦୁହେଁ ସେହି ଜୁଇରେ ଶୋଇ ପ୍ରାଣତ୍ୟାଗ କରିବା। ସେମାନେ ପୁଅକୁ ଜୁଇ ଉପରେ ଶୁଆଇ ଦେଲେ ଓ ନିଜେ ମଧ୍ୟ ଘାସ ଦେବାକୁ ବାହାରିଲେ। ଏତିକିବେଳେ ଚତୁର୍ଦ୍ଦିଗ କମ୍ପିତ ହେଲା। ତିନି ଲୋକର ଦେବତା ଏହି ଦୃଶ୍ୟ ଦେଖୁଥିଲେ। ସେତେବେଳେ ସେଠାରେ ବିଶ୍ୱାମିତ୍ର ପ୍ରକଟ ହେଲେ ଓ ରାଜାଙ୍କ ଗଳାରେ ଲଗାଇଦେଲେ ଓ କହିଲେ, ବତ୍ସ, ମୁଁ ଦେବତାମାନଙ୍କ ନିର୍ଦ୍ଦେଶରେ ତୁମର ପରୀକ୍ଷା ନେଉଥିଲି। ତୁମ ଏହି ପରୀକ୍ଷା ଆଜି ମୁଁ ତୁମର ଧନରତ୍ନ ଓ ଦେବତାମାନଙ୍କ ଆଶୀର୍ବାଦରେ ତୁମ ପୁତ୍ରର ଜୀବନ ଫେରାଇ ଦେଉଛି। ଯେତେ ପର୍ଯ୍ୟନ୍ତ ପୃଥିବୀ ପୃଷ୍ଠରେ ତୁମ ଭଳି ରାଜା ଥିବେ, ସେ ପର୍ଯ୍ୟନ୍ତ ତୁମର ନାମ ଚିରକାଳ ପାଇଁ ଲେଖା ରହିବ। ଏବେ